କପା ଚାଷ ଏମିତି ଏକ ଚାଷ ବର୍ଷ ସାରା ଚାଷୀ ଭାଇମାନେ ଖଟୁଛନ୍ତି, ବର୍ଷ ଶେଷରେ ଦୁଇ ପଇସା ରୋଜଗାର କରୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଲାଭଦାୟକ ରହିଛି କାନ୍ଦୁଳ ଡାଲି। ଟଙ୍କା କମ୍ ମିଳୁ କିନ୍ତୁ ବର୍ଷ ସାରା ସେମାନେ କାନ୍ଦୁଳ ଡାଲି ଖାଇବାକୁ ପାଉଛନ୍ତି। ରାଜ୍ୟ ସରକାର ଓଡ଼ିଶାର ଚାଷୀ ଭାଇମାନଙ୍କ ପାଇଁ ଅନେକ ସାରା ଲାଭ ଦେବା ପାଇଁ ଯାଉଛନ୍ତି। ଏହି ଲାଭ ଗୁଡ଼ିକ ଆମ ଓଡ଼ିଶାର ଚାଷୀ ଭାଇମାନେ ପାଇବା ପାଇଁ ଯାଉଛନ୍ତି। ପ୍ରଥମେ ଆସନ୍ତୁ ଏହାର ମୂଲ୍ୟ ବିଷୟରେ ଆମେ ଜାଣିବା। ତାପରେ ଆପଣମାନେ 31 ତାରିଖ ସୁଦ୍ଧା କେଉଁ କେଉଁ କାର୍ଯ୍ୟ କରିବେ ତା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ପ୍ରଦାନ କରିବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ନୂଆ ନୂଆ ଯୋଜନା ବିଷୟରେ ଏବଂ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ଯୋଜନା ଗୁଡ଼ିକ ଓଡ଼ିଶାରେ ଚାଲିଛି ସେହି ଯୋଜନା ଗୁଡ଼ିକର ନୂଆ ନୂଆ ଅପଡ଼େଟ୍ ଆପଣ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, ଏଥର କପାର ସର୍ବନିମ୍ନ ମୂଲ୍ୟ ଦୀର୍ଘ ଲମ୍ବଯୁକ୍ତ ତନ୍ତୁ 29.5ରୁ 30.5 ମିଲିମିଟର, ଯେଉଁଟାକି ଆପଣଙ୍କର ଲମ୍ବା ଟାଇପ୍ର କପା ରହିଛି। ସେହି କପା ଗୁଡ଼ିକର ରେଟ୍ ବର୍ତ୍ତମାନ ଆପଣମାନଙ୍କର ରହିଛି 8,110 ଟଙ୍କା, ଯାହା ରାଜ୍ୟ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଆପଣମାନଙ୍କର ଏଥର କପା ରେଟ୍ 8,110 ଟଙ୍କା ଆପଣମାନଙ୍କୁ ଏଥର ମିଳିବା ପାଇଁ ଯାଉଛି। ତାପରେ ଆପଣମାନଙ୍କର ଗୋଟେ ସାଧାରଣ ଟାଇପ୍ର କପା ରହିଛି, ନିମ୍ନ ଲମ୍ବଯୁକ୍ତ ତନ୍ତୁ, ଯେଉଁଟାକି ଆପଣମାନଙ୍କର 24.5ରୁ 25.5 ମିଲିମିଟର। ତାର ମୂଲ୍ୟ ବର୍ତ୍ତମାନ ଆପଣମାନଙ୍କର ରହିଛି 7,710 ଟଙ୍କା ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏହା ସହିତ ରାଜ୍ୟ ସରକାରଙ୍କ ତରଫରୁ ଆହୁରି ମଧ୍ୟ ଘୋଷଣା କରାଯାଇଛି ଯେ CCI ପ୍ରତିଦିନ ପ୍ରତି ଚାଷୀଙ୍କ ପାଖରୁ କପାର ମାନ ଉପରେ ମୂଲ୍ୟ ଧାର୍ଯ୍ୟ କରି ସର୍ବାଧିକ 40 କୁଇଣ୍ଟାଲ କପା ଗ୍ରହଣ କରିପାରିବେ। ଦେଖନ୍ତୁ, ପ୍ରତ୍ୟେକ ଚାଷୀ କପା ମଣ୍ଡିରେ ଏଥର 40 କୁଇଣ୍ଟାଲ କପା ଦେଇପାରିବେ। ଆହୁରି ମଧ୍ୟ ମେନସନ୍ ରହିଛି, କପାର ଚାହିଦା ନଥିବା ସମୟରେ CCI ସର୍ବନିମ୍ନ ସହାୟକ ମୂଲ୍ୟରେ କପା ମୂଲ୍ୟ ନିର୍ଦ୍ଧାରଣ କରିବେ। ଏହା ସହିତ ପାଣିପାଗ ଖରାପ ଥିଲେ କିମ୍ବା ବର୍ଷା ହେବାର ସମ୍ଭାବନା ଥିଲେ ମଣ୍ଡି ବନ୍ଦ ରହିବ। ଆପଣମାନେ ଜାଣି ରଖନ୍ତୁ, CCIରେ ବିକ୍ରୟ କରିବା ପାଇଁ କପା ଚାଷୀ ଭାଇମାନେ ମଣ୍ଡିକୁ କପା ଆଣିବା ପୂର୍ବରୁ ସଲ୍ଟ ବୁକିଂ କରିବା ଆବଶ୍ୟକତା ରହିଛି। ଚାଷୀ ଭାଇମାନେ କେମିତି ଅସୁବିଧାରେ ନ ପଡ଼ିବେ ସେଥିପାଇଁ ସରକାର ଏ ପଦକ୍ଷେପ ମଧ୍ୟ ନେଇଛନ୍ତି। କେଉଁ ପଦକ୍ଷେପ ନେଇଛନ୍ତି ଦେଖନ୍ତୁ, କପା ମଣ୍ଡିରେ ଯେଉଁ ପ୍ରକ୍ରିୟାକରଣ ଆରମ୍ଭ ହୋଇଥିଲା ଆପଣମାନଙ୍କର 1 ସେପ୍ଟେମ୍ବର 2025ରୁ ଆରମ୍ଭ ହୋଇଥିଲା। ଏହାର ଶେଷ ତାରିଖ ଆପଣମାନଙ୍କର ରହିଥିଲା 31 ଅକ୍ଟୋବର 2025। ଯେଉଁ ଚାଷୀ ଭାଇମାନେ କପା ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପାଦନ କରିଥିବେ ଏହି ତାରିଖ ମଧ୍ୟରେ, ତାହେଲେ ଆପଣମାନେ ଏଥର କପା ମଣ୍ଡିରେ ପ୍ରତ୍ୟେକ ଚାଷୀ ଭାଇମାନେ 40 କୁଇଣ୍ଟାଲ ଲେଖାଏଁ କପା ବିକ୍ରୟ କରିପାରିବେ। ଆପଣ କେଉଁ ଜିଲ୍ଲାରୁ ଭିଡ଼ିଓଟି ଦେଖୁଛନ୍ତି ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବେ। ଆପଣ କପା ମଣ୍ଡିରେ ପଞ୍ଜୀକୃତ କରିଛନ୍ତି କି ନାହିଁ ତାହା ମଧ୍ୟ କମେଣ୍ଟ ସେକ୍ସନରେ ଜଣାଇବେ। ଯେଉଁ ଚାଷୀ ଭାଇମାନେ କପା ମଣ୍ଡିରେ ପଞ୍ଜୀକୃତ କରିନାହାନ୍ତି, ସରକାରଙ୍କ ତରଫରୁ ଏହା ନେଇ କ'ଣ ଘୋଷଣା କରାଯାଇଛି ତ ଆସନ୍ତୁ ମୁଁ ଆପଣମାନଙ୍କୁ ଦେଖାଉଛି। ଯାହା ରାଜ୍ୟ ସରକାରଙ୍କ ତରଫରୁ କପା ଚାଷୀଙ୍କ ପାଇଁ ସୂଚନା ରହିଛି। କ'ଣ ସୂଚନା ରହିଛି? ଚଳିତ 2025-26 ବର୍ଷରେ ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥାତ୍ MSPରେ କପା ବିକ୍ରୟ ନିମନ୍ତେ ଭାରତୀୟ କପା ନିଗମ CCI ଦ୍ୱାରା କପାସ କିଷାନ ମୋବାଇଲ ଆପ୍ରେ କପା ଚାଷୀଙ୍କ ସ୍ୱପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଯାହା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି କି ଯେଉଁ ଚାଷୀ ଭାଇମାନେ ଏଥର କପା ମଣ୍ଡିରେ କପା ବିକ୍ରୟ କରିବେ ତ ସେମାନେ ନିଜର ସ୍ମାର୍ଟ ମୋବାଇଲ ମାଧ୍ୟମରେ କପାସ କିଷାନ ଯେଉଁ ଆପ୍ ରହିଛି ସେଇ ଆପ୍ ମାଧ୍ୟମରେ ସ୍ୱପଞ୍ଜୀକରଣ କରିପାରିବେ। ଯେଉଁ ଚାଷୀ ଭାଇମାନେ ଏପର୍ଯ୍ୟନ୍ତ କପା ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକୃତ କରିନାହାନ୍ତି ବା କୌଣସି ଅସୁବିଧା ଯୋଗୁଁ ସେ ପଞ୍ଜୀକୃତ କରିନାହାନ୍ତି ତ ସେମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି ରାଜ୍ୟ ସରକାରଙ୍କ ତରଫରୁ। ଆପଣମାନଙ୍କର ଏହି କପା ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟା ଶେଷ ତାରିଖ ମଧ୍ୟ ରହିଛି 31 ଡିସେମ୍ବର 2025। ଆପଣମାନେ ଏହି 31 ଡିସେମ୍ବର 2025 ପୂର୍ବରୁ
आपण माने पंजीकृत करेइ नियंतु जहा फल रे आपण माने कपा मंडी रे कपा विक्रय करि परिबे। बहु चाषी भाई माने 31 अक्टोबर सुधा पंजीकृत करि पार नांती जहा फल रे सरकार ए डेडलाइन टी पुणी जारी करिसंती। आपण मानकर शेष तारीख मध्य घोषणा करा जायछि 31 डिसेंबर 2025। तापरे आपण मानकर ए डेडलाइन आ वृद्धि हबो नाही तो आपण एई तारीख पूर्वरु किंबा एई तारीख मध्य रे आपण माने करि नियंतु। जेउ चाषी भाई माने कपा मंडी रे पंजीकृत करि नांती पंजीकृत करिया पई जाउचंती मंडी रे तो सेमानक पई कोन कोन आवश्यकता डॉक्यूमेंट्स मध्य रहिछि आपण टिके नजर पकई दियंतु। जोड़ा कि आपण मानकर सर्वे प्रथमे रहिछि जमी रेकर्ड रो तथ्य रहिछि। तापरे 2 नंबर रे आपण मानकर रहिछि ग्राम्य कृषि कर्मचारी VAW कृषि ओ ओवरसियर एओंक द्वारा कपा फसल रो प्रमाण पत्र रहिथिबा नित्यांत आवश्यक। जमी रेकर्ड कहबा गले आपण मानकर जो खतियान रहिछि से खतियान रो तथ्य आपण मानकु दवा पई पड़िबो। जो प्रमाण पत्र टी आपण मानकर बाध्यतामूलक रहिछि तो एई प्रमाण पत्र टी आपण मानकर VAW देबे तांको पाखरे गुटे फॉर्म रहिछि सेई फॉर्म रे आपण मानकु सिग्नेचर करी अर्थात जांच करी कि आपण मानकु देबे जे आपण माने प्रकृत रे कपा मंडी रे धान दबा पई योग्य चासी अछंती आपण एतिकी जमी रे एतिकी चाष कपा चाष करिसंती गुटे वेरिफिकेशन रो गुटे प्रमाण पत्र VAW सिग्नेचर करी आपण मानकु देबे। तापरे 3 नंबर रे आपण मानकर रहिछि आधार सह संयोगीकृत बैंक एटा भी आपण मानक पई गुरुत्वपूर्ण रहिछि। आपण जो अकाउंट रे टंका पाइबे सेई अकाउंट रे आपण मानकर जेमिति आधार कार्ड टी लिंक थिबा आवश्यक। जदि आपण मानकर सेई बैंक अकाउंट रे लिंक नथिबो आधार कार्ड टी आपण टंका पाई परिबेनी तो आपण माने एही प्रक्रिया टी को मध्य तुरंत करि नियंतु। तापरे आपण मानकर रहिछि हिताधिकारी को पासपोर्ट फोटो आवश्यकता रहिछि। जदि आपण मानकर किछि डाउट थिबो आपण जोगाजोग करि परिबे निकटस्थ भारतीय कपा निगम अधिकारी सहित आपण जोगाजोग करि परिबे। ता सहित निकटस्थ ग्राम्य कृषि कर्मचारी किंबा ब्लॉक जिला कृषि अधिकारी सहित आपण संपर्क करी जहाँ भी असुविधा रही आपण परामर्श नहीं से अनुसार कार्य करि परिबे। देखंतु सर्वे प्रथमे आपण मानकर गूगल प्ले स्टोर को जानतु आपण माने केमिति आवेदन करिवे यार सरल प्रक्रिया मध्य मु आपण मानकु जणे दउची। तो जते बेले आपण गूगल प्ले स्टोर को जिवे तो आपण कोन करिवे सर्च बार रे आपण लेखंतु कपास किसान तो हमें ठीक कपास किसान किसान लिखी सर्च कर दबा। देखंतु जते बेले कपास किसान लिखी सर्च कर देबे तो आपण को मोबाइल रे एई भली एक लोगो शो करिवो। एही ऐप टी को आपण इंस्टॉल कर नियंतु। एही ऐप टी को हमें इंस्टॉल कर नबा। जते बेले एही ऐप टी इंस्टॉलेशन हे जिवो आपण कोन करिवे सीधा एही ऐप टी को ओपन कर नेबे। ओपन कर नियंतु। तापरे आपण कोन करिवे एही ऐप रे एई भली एक पेज ओपन हे आसीबो। आपण एई बॉक्स रे आपण को मोबाइल नंबर टी दे देबे। तापरे आपण कोन करिवे जनरेट ओटीपी ऑप्शन पर क्लिक करिवे। जनरेट ओटीपी ऑप्शन पर जते बेले क्लिक करिवे आपण को मोबाइल को गुटे ओटीपी जिवो। ओटीपी टी को एई बॉक्स रे देला परे आपण वेरीफाई ओटीपी ऑप्शन पर क्लिक कला परे एई भली एक पेज ओपन हे के आसीबो। जो चासी भाई माने मंडी को जिवे कपा विक्रय करिबा पई से माने स्लॉट बुकिंग करिकि जिवे